ବିଲକୁ କାମ କରିବା ପାଇଁ ଯାଇଥିବା ଜଣେ ଚାଷୀ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଲ୍ୟାଣପୁର ଗାଁରେ, ଯେଉଁଥିପାଇଁ ମୃତ ଚାଷୀଙ୍କ ପରିବାରରେ ପଡ଼ିଛି କାନ୍ଦବୋବାଳି। ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣପୁର ଗ୍ରାମର ରବୀନ୍ଦ୍ରନାଥ ସି ନିଜ ଧାନ ଜମିକୁ କାମ କରିବା ପାଇଁ ଯାଇଥିଲେ। ତେବେ ପୂର୍ବରୁ ସେହି ଜମିରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲେ ବି ରବୀନ୍ଦ୍ର ତାହା ଜାଣି ନପାରି ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ଲୋକମାନେ ବିଲରୁ ରବୀନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଟାଟା ପାୱାରର ଏଭଳି ବେପରୁଆ କାର୍ଯ୍ୟ ପାଇଁ ଭୋଗରାଇରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଥିବାର ଦେଖିବାକୁ ମିଳୁଛି। ବାଲେଶ୍ୱର ଜିଲ୍ଲା ଭୋଗରାଇରୁ ଚନ୍ଦନ କୁମାର ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।